ओम शांति। निराकार ज्योतिर्बिंदु सत्य शिव सुंदरंकर बुद्धिमान आत्मिक संतान मानंकु शुभ सकाळर शुभ अभिनंदन, सुस्वागतम, सुप्रभात। कथारे अछि, मन तोहर निज गुरु उद्धव केते तु पचारु। भागवतर ଏହି ଉକ୍ତିଟିକୁ ସମସ୍ତେ ପଢ଼ୁଛନ୍ତି, ଅନ୍ୟକୁ ବୁଝେଇବା ଉଦ୍ଦେଶ୍ୟରେ ମଧ୍ୟ ଉପଦେଶ ଦେଉଛନ୍ତି। ତେବେ ଏହାକୁ ବାସ୍ତବିକ ଜୀବନରେ ଉପଯୋଗ କେତେଜଣ କରୁଛନ୍ତି? ସାଧାରଣ ଜୀବନଯାତ୍ରାରେ କେହି ବୟୋବୃଦ୍ଧ ଲୋକ ଯଦି କିଛି ଇଚ୍ଛା ରଖୁଛନ୍ତି ବା ଆଶା ରଖୁଛନ୍ତି ଖାଇବା ଆଦି ପାଇଁ, ତେବେ କୁହାଯାଇଥାଏ କି ତାଙ୍କର ଆତ୍ମା ଲୋଡ଼ୁଛି ବା ଆତ୍ମା ଚାହୁଁଛି ତାଙ୍କୁ ଦିଆଯାଉ। ବାସ୍ତବରେ ଆତ୍ମା କ'ଣ ଏବଂ ତାକୁ କ'ଣ ଲୋଡ଼ା, ଏ କଥା କାହାରିକୁ ଜଣା ନାହିଁ। କେବଳ ମନ ଯାହା ଇଚ୍ଛା କରୁଛି ତାହାକୁ ଆତ୍ମା ଲୋଡ଼ୁଛି ବା ଆତ୍ମା ଚାହୁଁଛି ବୋଲି କହି ଦିଆଯାଉଛି। ଯେହେତୁ ବର୍ତ୍ତମାନ ସମସ୍ତେ ଆତ୍ମବିସ୍ମୃତ ଅର୍ଥାତ୍ ଆତ୍ମଜ୍ଞାନ ଶୂନ୍ୟ, ତେବେ ଆମେ ଯାହା ଭାବୁଛୁ, ଯାହା କହୁଛୁ ବା ଯାହା କରୁଛୁ, ତାହା ଆମ ନିଜ ମନଠାରୁ ଅଧିକ କେହି ବି ଜାଣୁନାହାନ୍ତି। ଯଦି ମନକୁ ନିଜର ନିୟନ୍ତ୍ରଣରେ ରଖାଯାଏ, ତେବେ ସବୁ କିଛି ଠିକ୍ ଠାକ୍। ଆଉ ଯଦି ନିୟନ୍ତ୍ରଣ ବାହାରକୁ ଗଲା, ତାହା ବିନାଶ ଆଡ଼କୁ। ନିଜେ ଶୃଙ୍ଖଳିତ ହୋଇ ମନକୁ ପରିଚାଳନା କଲେ ଅନ୍ୟର ଅର୍ଥାତ୍ ଅନେକଙ୍କର ମତ ନେବାର ଆବଶ୍ୟକତା ରହିବ ନାହିଁ। ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଆମେମାନେ ଆମ ନିଜ ଧର୍ମକୁ ଜାଣି ସେହି ଅନୁସାରେ ଚାଲିବା, ଯାହା ଆଜି ପ୍ରାୟ ଲୋପ ହୋଇଯାଇଛି ଏବଂ ଯେଉଁ ମୂଳ ଧର୍ମ ଅର୍ଥାତ୍ ଆଦି ସନାତନ ଦେବୀ ଦେବତା ଧର୍ମର ଜ୍ଞାନ ସ୍ୱୟଂ ପରମାତ୍ମା ଭଗବାନ ଆସି ପ୍ରଦାନ କରୁଛନ୍ତି। ଗୀତାର ମହାବାକ୍ୟ ଅନୁସାରେ ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତେ। ତେଣୁ ଶ୍ରେଷ୍ଠ ଈଶ୍ୱର ପିତାଙ୍କର ଶ୍ରେଷ୍ଠ ମତ ଅର୍ଥାତ୍ ଶ୍ରୀମତ ଅନୁସାରେ ଚାଲି ନିଜ କର୍ମକୁ ସୁଧାରିବା ଦରକାର। ଜନ୍ମ ଜନ୍ମାନ୍ତର ଜନ୍ମ ମରଣ ଚକ୍ରରେ ଆସି ଆସି ଆତ୍ମବିସ୍ମୃତ ହୋଇ ଦେହର ବନ୍ଧନରେ ଆସି ପାଞ୍ଚ ବିକାର ରୂପୀ ମାୟାର କବଳିତ ହୋଇ ମୁଣ୍ଡ ଉପରେ ଯେଉଁ ବିକର୍ମର ବୋଝ ରହିଛି, ତାହାକୁ ସମାପ୍ତ କରିବା ପାଇଁ ଯୋଗଯୁକ୍ତ ହୋଇ ରହିବା ଦରକାର। ଅର୍ଥାତ୍ ନିଜକୁ ଜ୍ୟୋତିର୍ବିନ୍ଦୁ ଆତ୍ମା ନିଶ୍ଚୟ କରି ଆତ୍ମିକ ପିତା ନିରାକାର ଜ୍ୟୋତିର୍ବିନ୍ଦୁ ପରମାତ୍ମାଙ୍କ ସହିତ ବୁଦ୍ଧିର ଯୋଗକୁ ଲଗେଇ ରଖିବା ଦରକାର। ଏକମାତ୍ର ଶିବ ପିତାଙ୍କ ବ୍ୟତୀତ ଅନ୍ୟ କେହି ଯେପରି ମନେ ନ ପଡ଼ନ୍ତୁ। ଯିଏ ଯେତେ ଯେତେ ସଚ୍ଚୋଟ ହୋଇ ଚାଲନ୍ତି, ଶିବ ପିତାଙ୍କ ପ୍ରତି ସର୍ବଦା ସଚ୍ଚା ହୋଇ ରହିଥାନ୍ତି, ତାଙ୍କର ସୁରକ୍ଷା ସ୍ୱତଃ ଭଗବାନଙ୍କ ଦ୍ୱାରା ହିଁ ହୋଇଥାଏ। ଆଉ ଯେଉଁମାନେ ଉପରେ ଉପରେ ଦେଖାଣିଆ ଭାବରେ ଚାଲୁଥାନ୍ତି ଅର୍ଥାତ୍ ଠକାମିରେ ଚାଲୁଥାନ୍ତି, ସେମାନଙ୍କର ସୁରକ୍ଷା କଦାପି ହୋଇପାରିବ ନାହିଁ। କାରଣ ସେମାନେ ମାୟା ପ୍ରତି ବହୁତ ଆକର୍ଷିତ ଥାନ୍ତି। ତେଣୁ ସେମାନଙ୍କ ପାଇଁ
ପୁଣି ଆହୁରି ଦଣ୍ଡ ଜମା ହୋଇଯାଇଥାଏ। ଯେପରି ଲଜ୍ଜାବଶତଃ କେହି କେହି ଡାକ୍ତରଙ୍କୁ ନିଜର ରୋଗର ସଠିକ୍ ତଥ୍ୟ ଦେଇନଥାନ୍ତି, ସେହିପରି ଏହି ଈଶ୍ୱରୀୟ କୂଳରେ ମଧ୍ୟ ଆତ୍ମିକ ଡାକ୍ତର ପରମାତ୍ମାଙ୍କୁ ନିଜର କମି, କମଜୋରି ବା ବିକାର ରୂପୀ ରୋଗ ବିଷୟରେ ଲୁଚେଇଥାନ୍ତି, କାରଣ ନିଜ ଇଜ୍ଜତର ଡର ରହିଥାଏ। ଏ କଥା ମଧ୍ୟ ଜାଣନ୍ତି କି ମାୟା ମୋତେ ବହୁତ ଧୋକା ଦେଉଛି। ସେହି କାରଣରୁ ପ୍ରଥମେ ଆଖି କ୍ରିମିନାଲ ଅର୍ଥାତ୍ ବିକାରୀ ହୋଇଯାଇଥାଏ, ତଥାପି ଶିବ ବାବାଙ୍କୁ ଲୁଚେଇଥାନ୍ତି। ବାବା କହୁଛନ୍ତି, ହେ ମୋର ମିଠା ସନ୍ତାନମାନେ, ଯେତେ ତୁମେ ଲୁଚାଇବ ସେତେ ତଳକୁ ତଳକୁ ଖସି ଖସିଯିବ। ପାଞ୍ଚ ବିକାର ରୂପୀ ମାୟା ତୁମକୁ ନିଜର କବଳିତ କରି ସମ୍ପୂର୍ଣ୍ଣ ରୂପେ ଖାଇଯିବ। ପୁଣି ଏହି ଶ୍ରେଷ୍ଠ ପାଠ ପଢ଼ା, ଯାହାଦ୍ୱାରା ସତ୍ୟଯୁଗୀ ସ୍ୱର୍ଗରାଜ୍ୟ ଅର୍ଥାତ୍ ସତ୍ୟଯୁଗୀ ସ୍ୱର୍ଗରାଜ୍ୟରେ ଶ୍ରେଷ୍ଠ ଦୈବୀପଦ ପ୍ରାପ୍ତ ହୋଇପାରିବ, ତାହାକୁ ଭୁଲିଯିବ। ସେଥିପାଇଁ ବହୁତ ବହୁତ ଖବରଦାର ରହିବାର ଅଛି। ତେଣୁ ବର୍ତ୍ତମାନ ମନମତ, ପରମତ ଆଦିକୁ ଛାଡ଼ି ଏକ ସତ୍ୟ ପିତାଙ୍କର ଶ୍ରେଷ୍ଠ ମତରେ ଚାଲିବା ଦରକାର। ଯେହେତୁ ଜନ୍ମ ଜନ୍ମାନ୍ତର ତୁମେମାନେ ମନମତ, ପରମତ, ଶାସ୍ତ୍ରମତ, ଗୁରୁମତ ଆଦିରେ ଚାଲି ଚାଲି ଆସିଲ ଏବଂ ବର୍ତ୍ତମାନର ଅବସ୍ଥାକୁ ନିଜେ ଅନୁଭବ କରୁଛ ଏବଂ ଭୋଗୁଛ ମଧ୍ୟ। ମୁଁ ଚାରି ଯୁଗ ଅର୍ଥାତ୍ ସତ୍ୟ, ତ୍ରେତୟା, ଦ୍ୱାପର ଆଉ କଳି, ଏହି ଚାରି ଯୁଗର ଶେଷରେ ସମ୍ପୂର୍ଣ୍ଣ 5000 ବର୍ଷ ପରେ ଆସି ତୁମମାନଙ୍କୁ ଶ୍ରେଷ୍ଠ ମତ ପ୍ରଦାନ କରି ପୁନଃ ସୁଖ ଶାନ୍ତିର ସମ୍ପତ୍ତି ପ୍ରଦାନ କରୁଛି। ତେଣୁ ତୁମମାନଙ୍କୁ ନିଜର ଶ୍ରେଷ୍ଠ ଭାଗ୍ୟ ଗଢ଼ିବା ପାଇଁ ଏକ ମୋ ଶ୍ରୀମତରେ ହିଁ ଚାଲିବା ଆବଶ୍ୟକ। ବାବାଙ୍କ ସମାନ ନମ୍ରତାର ଗୁଣ ଧାରଣ କରିବାର ଅଛି। କାହାକୁ ମଧ୍ୟ ବିକାର ରୂପୀ କଣ୍ଟା ଲଗେଇବା ଉଚିତ ନୁହେଁ। ଦୁଃଖ ଦେବାର ନାହିଁ। ଫୁଲ ହୋଇ ସୁଗନ୍ଧ ଦେଇ ଚାଲ। ସତ୍ୟତାର ଗୁଣକୁ ଧାରଣ କରି ଆତ୍ମିକ ଡାକ୍ତର ଶିବ ବାବାଙ୍କ ପାଖରେ ସବୁ କିଛି ଜଣେଇବା ଦରକାର। କିଛି ବି ଲୁଚେଇବାର ନାହିଁ। ଯେକୌଣସି ପରିସ୍ଥିତିରେ ମଧ୍ୟ ଏହି ଶ୍ରେଷ୍ଠ ପାଠପଢ଼ାକୁ ଛାଡ଼ିବା ଉଚିତ ନୁହେଁ। ଈଶ୍ୱର ଯେଉଁ ମତ ଦେଉଛନ୍ତି, ଅର୍ଥାତ୍ ଈଶ୍ୱର ପିତାଙ୍କର ଆଜ୍ଞାକାରୀ ହୋଇ ରହିବା ଦରକାର। ଶିବ ବାବା କହୁଛନ୍ତି, ବାବାଙ୍କ ଦ୍ୱାରା ପ୍ରାପ୍ତ ହେଉଥିବା ବା ହୋଇଥିବା ବରଦାନ ଗୁଡ଼ିକୁ ଯଥା ସମୟରେ କାର୍ଯ୍ୟରେ ଲଗାଇ ଫଳୀଭୂତ କରୁଥିବା ବରଦାନୀ ମୂରତ ହୁଅ। ତେବେ ବରଦାନ ରୂପୀ ମଞ୍ଜିକୁ ଫଳଦାୟକ କରିବା ପାଇଁ ତାକୁ ବାରମ୍ବାର ସ୍ମୃତି ରୂପକ ପାଣି ଦିଅ। ଏହି ସ୍ୱରୂପରେ ଅର୍ଥାତ୍ ବରଦାନୀ ସ୍ୱରୂପରେ ସ୍ଥିତ ହେବାର ସୂର୍ଯ୍ୟ କିରଣ ଦେଇ ଚାଲ। ତେବେ ଗୋଟିଏ ବରଦାନ ଅନେକ ବରଦାନକୁ ସାଥିରେ ନେଇ ଆସିବ। ଯଦି ନିଜ ଉପରେ ଧ୍ୟାନ ଦେବା ସ୍ୱାଭାବିକ ହୋଇଯିବ, ତେବେ ଦୁଶ୍ଚିନ୍ତା ଆପେ ଆପେ ସମାପ୍ତ ହୋଇଯିବ। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଶ୍ଚ ଆମେମାନେ ସେହି କଲ୍ୟାଣକାରୀ ପିତାଙ୍କର କଲ୍ୟାଣକାରୀ ମହାବାକ୍ୟର
ଆଲୋଚନା କରିବା। ସମସ୍ତଙ୍କର କଲ୍ୟାଣ ହେଉ। ସାରା ବିଶ୍ୱବାସୀ ସୁଖ ଆଉ ଶାନ୍ତିର ଅନୁଭବ କରନ୍ତୁ। ଓମ୍ ଶାନ୍ତି। ଓମ୍ ଶାନ୍ତି। ଓମ୍ ଶାନ୍ତି।